ନବବଧୂ ଘରର ଲକ୍ଷ୍ମୀ। ବିବାହ ପରେ ବୋହୂଟିଏ ଘରକୁ ଆସିଲେ ପରିବାର ସବୁ ସଦସ୍ୟଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ସୃଷ୍ଟି ହୁଏ। ବୋହୂ ହେଉଛି ଘରର ଲକ୍ଷ୍ମୀ, ସେଥିପାଇଁ ତାକୁ କୁଳବଧୂ କୁହାଯାଏ। ପୁଅ ବିବାହ କରି ବୋହୂଟିଏ ଘରକୁ ଆଣିଲେ ସବୁଠାରୁ ବେଶୀ ଖୁସି ହୋଇଥାନ୍ତି ଶାଶୁ। କାରଣ ବୋହୂ ଆସିବା ପୂର୍ବରୁ ଘରର ରୋଷେଇ ବାସଠାରୁ ଆରମ୍ଭ କରି ସବୁ ଘର କାମ ଶାଶୁଙ୍କୁ ସମ୍ଭାଳିବାକୁ ପଡ଼ୁଥିଲା। ସେଥିପାଇଁ ବୋହୂ ଆସିବା ପରେ କିଛି ଦିନ ଶାଶୁ ବୋହୂ ପରସ୍ପର ସହିତ ସମଯୋଗ କରି ସମସ୍ତ ଗୃହ କାର୍ଯ୍ୟ କରିବା ପରେ ଶାଶୁ ନିଜ ବୟସାଧିକ୍ୟ ଦୃଷ୍ଟିରୁ ସମସ୍ତ ଦାୟିତ୍ୱ ବୋହୂ ହାତରେ ସମର୍ପଣ କରିଦେଇ ସଂସାର ଜଞ୍ଜାଳରୁ କିଛିଟା ମୁକ୍ତି ପାଇଥାନ୍ତି। ଶାଶୁ ଶ୍ୱଶୁର ହୁଏତ ତୀର୍ଥ କରିବାକୁ ଯାଆନ୍ତି କିମ୍ବା ଜୀବନର ଅପରାହ୍ନରେ ଧର୍ମ କାର୍ଯ୍ୟରେ ମନୋନିବେଶ କରନ୍ତି ଓ ବିଶ୍ରାମ କରନ୍ତି। ତେବେ ନୂଆ ବୋହୂଟିକୁ ଗୃହର ସମସ୍ତ କାର୍ଯ୍ୟର ଗୁରୁଦାୟିତ୍ୱ ଅର୍ପଣ କରିବା ପୂର୍ବରୁ ଶାଶୁଙ୍କର ବୋହୂଟି ପ୍ରତି ନିଜ ଝିଅ ଭଳି ସ୍ନେହ, ଶ୍ରଦ୍ଧା ଓ ସହଯୋଗ ମନୋଭାବ ରହିବା ଆବଶ୍ୟକ। ଏହି ଭୁଲ କରନ୍ତୁ ନାହିଁ। ମନେ ରଖନ୍ତୁ, କେବେ ବି ଛିଡ଼ା ହୋଇ ପାଣି ପିଇବେ ନାହିଁ। ଛିଡ଼ା ହୋଇ ପାଣି ପିଇଲେ ଅଣ୍ଡକୋଷ ବଡ଼ ହୋଇଥାଏ। ପରିସ୍ରା କରିବା ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ। ଏହାଦ୍ୱାରା କିଡନୀ ନଷ୍ଟ ହେବାର ସମ୍ଭାବନା ଅଧିକ ଥାଏ। ଖାଇସାରିବା ପରେ ପରିସ୍ରା କରିବା ଉଚିତ, କାରଣ ଏହା କଲେ କିଡନୀ ରୋଗ ହୁଏ ନାହିଁ। ସ୍ନାନ କରିବା ପୂର୍ବରୁ ଏବଂ ପରେ ପରିସ୍ରା ତ୍ୟାଗ ପାଇଁ ଅଧଘଣ୍ଟା ଅନ୍ତର ରଖିବା ଉଚିତ। ରାତିରେ ଶୋଇବା ପୂର୍ବରୁ ପରିସ୍ରା କରି ଶୋଇବା ଉଚିତ। ଯଦି ଆପଣ ଶୀଘ୍ର ମରିବାକୁ ଚାହୁଁନାହାନ୍ତି, ତେବେ ଏସବୁ ବନ୍ଦ କରନ୍ତୁ। ସାରା ରାତି ଜାଗି ରହିବା ମୃତ୍ୟୁକୁ ଆମନ୍ତ୍ରଣ କରେ। ପର୍ଯ୍ୟାପ୍ତ ନିଦ ନ ହେବା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। କ୍ରୋଧ ହୃଦୟକୁ ପୋଡ଼ିଦିଏ। ଅତ୍ୟଧିକ ରାଗିବା ଦ୍ୱାରା ହୃଦଘାତର ଆଶଙ୍କା ବଢ଼ିଥାଏ। ଯନ୍ତ୍ରଣାକୁ ଲୁଚାଇବା ଭିତରେ ମୃତ୍ୟୁ ଘଟାଇଥାଏ। ଶାରୀରିକ ବା ମାନସିକ କଷ୍ଟକୁ ଅଣଦେଖା କରିବା ବିପଜ୍ଜନକ ହୋଇପାରେ। ନକଲି ଖାଦ୍ୟ ବିଷ ହୋଇଥାଏ। ଭେଜାଲ ବା ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୁଏ। ଚାପ ପ୍ରତିଦିନ ବୟସ ହ୍ରାସ କରେ। ଅଧିକ ମାନସିକ ଚାପ ମଣିଷକୁ ଶୀଘ୍ର ବୃଦ୍ଧ କରିଦିଏ। ଜୟ ଶ୍ରୀ ଜଗନ୍ନାଥ।